ଓମ୍ ଶାନ୍ତି। 21 ସେପ୍ଟେମ୍ବର 2025ର ଅବ୍ୟକ୍ତ ମହାବାକ୍ୟ ପୁନରାବୃତ୍ତି 2 ଫେବୃଆରୀ 2007। ମୁରଲୀର ସାରାଂଶ। ପରମାତ୍ମ ପ୍ରାପ୍ତିଗୁଡ଼ିକରେ ସମ୍ପନ୍ନ ଆତ୍ମାର ଲକ୍ଷଣ ହୋଲିଏଷ୍ଟ, ହାଇଏଷ୍ଟ ଏବଂ ରିଚେଷ୍ଟ। ପରମାତ୍ମ ପ୍ରାପ୍ତିଗୁଡ଼ିକରେ ସମ୍ପନ୍ନ ଆତ୍ମାର ଲକ୍ଷଣ ହୋଲିଏଷ୍ଟ, ହାଇଏଷ୍ଟ ଏବଂ ରିଚେଷ୍ଟ। ଆଜି ବିଶ୍ୱ ପରିବର୍ତ୍ତକ ବାପ ଦାଦା ନିଜର ସାଥୀ ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି। ପ୍ରତ୍ୟେକ ସନ୍ତାନର ମସ୍ତକରେ 3ଟି ବିଶେଷ ପରମାତ୍ମ ପ୍ରାପ୍ତିକୁ ଦେଖୁଛନ୍ତି। ଗୋଟିଏ ହେଲା ହୋଲିଏଷ୍ଟ ଅର୍ଥାତ୍ ସର୍ବଶ୍ରେଷ୍ଠ ପବିତ୍ର, ହାଇଏଷ୍ଟ ଅର୍ଥାତ୍ ସର୍ବୋଚ୍ଚ ମହାନ ଏବଂ ରିଚେଷ୍ଟ ଅର୍ଥାତ୍ ସର୍ବଶ୍ରେଷ୍ଠ ଧନବାନ। ତେବେ ଏହି ଜ୍ଞାନର ମୂଳଦୁଆ ହିଁ ପବିତ୍ରତା ଅଟେ। ତେଣୁ ପ୍ରତ୍ୟେକ ସନ୍ତାନ ଶ୍ରେଷ୍ଠ ପବିତ୍ର ଅଟ ଏବଂ ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟ ନୁହେଁ, କିନ୍ତୁ ମନ, ବାଣୀ, କର୍ମ ଏବଂ ସମ୍ବନ୍ଧ ସମ୍ପର୍କରେ ମଧ୍ୟ ପବିତ୍ରତା। ବିଚାର କର, ତୁମେ ପରମାତ୍ମ ବ୍ରାହ୍ମଣ ଆତ୍ମାମାନେ ସୃଷ୍ଟିର ଆଦି ମଧ୍ୟ ଅନ୍ତ 3ଟି ଯାକ କାଳରେ ହୋଲିଏଷ୍ଟ ଅଟ। ପ୍ରଥମେ ଆତ୍ମା ରୂପରେ ଯେତେବେଳେ ପରମଧାମରେ ରହୁଛ, ସେତେବେଳେ ସେଠାରେ ମଧ୍ୟ ତୁମେମାନେ ହୋଲିଏଷ୍ଟ ଅଟ। ତାପରେ ଯେତେବେଳେ ଆଦିକାଳ ସତ୍ୟଯୁଗକୁ ଆସୁଛ, ସେତେବେଳେ ମଧ୍ୟ ଦେବତା ରୂପରେ ହୋଲିଏଷ୍ଟ ଅଟ। ତେବେ ହୋଲିଏଷ୍ଟ ଅର୍ଥାତ୍ ପବିତ୍ର ଆତ୍ମାର ବିଶେଷତା ହେଲା ପ୍ରବୃତ୍ତି ଅର୍ଥାତ୍ ଘର ଗୃହସ୍ଥରେ ରହି ମଧ୍ୟ ସମ୍ପୂର୍ଣ୍ଣ ପବିତ୍ର। ଦୁନିଆରେ ଅନ୍ୟମାନେ ମଧ୍ୟ ପବିତ୍ର ରହୁଛନ୍ତି, କିନ୍ତୁ ତୁମମାନଙ୍କର ପବିତ୍ରତାର ବିଶେଷତା ହେଲା ସ୍ୱପ୍ନ ମାତ୍ରରେ ମଧ୍ୟ ଅପବିତ୍ରତା ମନ ବୁଦ୍ଧିକୁ ସ୍ପର୍ଶ କରୁନଥିବ। ସତ୍ୟ ଯୁଗରେ ତୁମର ଆତ୍ମା ମଧ୍ୟ ପବିତ୍ର ହେବ ଏବଂ ଶରୀର ମଧ୍ୟ ପବିତ୍ର ହେବ। ତେଣୁ ଆତ୍ମା ଏବଂ ଶରୀର ଉଭୟର ପବିତ୍ରତା ଯାହାକି ଦେବାତ୍ମା ରୂପରେ ତୁମମାନଙ୍କର ରହୁଛି, ତାହା ହିଁ ହେଉଛି ସର୍ବଶ୍ରେଷ୍ଠ ପବିତ୍ରତା। ତେବେ ଯେତିକି ତୁମେମାନେ ହୋଲିଏଷ୍ଟ ହେଉଛ, ସେତିକି ହାଇଏଷ୍ଟ ମଧ୍ୟ ହେଉଛ। ସବୁଠାରୁ ଉଚ୍ଚରୁ ଉଚ୍ଚ ହେଲେ ବ୍ରାହ୍ମଣ ଆତ୍ମା ଏବଂ ଉଚ୍ଚରୁ ଉଚ୍ଚ ପିତାଙ୍କର ସନ୍ତାନ ମଧ୍ୟ ଅଟ। ଆଦି ସମୟରେ ପରମଧାମରେ ମଧ୍ୟ ସର୍ବୋଚ୍ଚ ସ୍ଥିତିରେ ରହୁଛ, ଅର୍ଥାତ୍ ବାବାଙ୍କ ସାଥିରେ ରହୁଛ ଏବଂ ମଝି ସମୟରେ ମଧ୍ୟ ପୂଜ୍ୟ ଆତ୍ମା ହେଉଛ। ସେତେବେଳେ କେତେ ସବୁ ମନ୍ଦିର ତୁମମାନଙ୍କର ତିଆରି ହେଉଛି ଏବଂ କେତେ ବିଧିପୂର୍ବକ ପୂଜା ମଧ୍ୟ ହେଉଛି। ଯେତିକି ବିଧିପୂର୍ବକ ପୂଜା ତୁମ ଦେବୀ ଦେବତାମାନଙ୍କର ମନ୍ଦିରରେ ହେଉଛି, ସେତିକି ବିଧିପୂର୍ବକ ପୂଜା ଯଦିଓ ଅନ୍ୟମାନଙ୍କର ମନ୍ଦିର ତିଆରି ହେଉଛି, କିନ୍ତୁ ବିଧିପୂର୍ବକ ପୂଜା କେବଳ ଦେବତାମାନଙ୍କର ହିଁ ହେଉଛି। ତେଣୁ ହୋଲିଏଷ୍ଟ ମଧ୍ୟ ଅଟ ଏବଂ ହାଇଏଷ୍ଟ ମଧ୍ୟ ଅଟ, ତା ସହିତ ରିଚେଷ୍ଟ ମଧ୍ୟ ଅଟ। ଦୁନିଆରେ କୁହନ୍ତି ରିଚେଷ୍ଟ ଇନ୍ ଦି ୱାର୍ଲଡ ଅର୍ଥାତ୍ ସାରା ବିଶ୍ୱର ସର୍ବାଧିକ ଧନଶାଳୀ, କିନ୍ତୁ ତୁମେ ଶ୍ରେଷ୍ଠ ଆତ୍ମାମାନେ ରିଚେଷ୍ଟ ଇନ୍ କଳ୍ପ ଅଟ, ଅର୍ଥାତ୍ ସାରା କଳ୍ପ ଭିତରେ ରିଚେଷ୍ଟ ଅଟ। ତେବେ ନିଜର ସମ୍ପତ୍ତି ଗୁଡ଼ିକୁ ସ୍ମୃତିରେ ଆସୁଛି ତ? କେତେ ସମ୍ପତ୍ତିର ମାଲିକ ଅଟ? ଏହି ଗୋଟିଏ ଜନ୍ମରେ ଯେଉଁ ସବୁ ଅବିନାଶୀ ସମ୍ପତ୍ତି ଗୁଡ଼ିକ ତୁମେ ପ୍ରାପ୍ତ କରୁଛ, ତାହା ଅନେକ ଜନ୍ମ ପର୍ଯ୍ୟନ୍ତ ସାଥିରେ ରହୁଛି। ଆଉ କାହାର ବି ସମ୍ପତ୍ତି ଅନେକ ଜନ୍ମ ପର୍ଯ୍ୟନ୍ତ ସାଥିରେ ଯାଇନଥାଏ। କିନ୍ତୁ ତୁମମାନଙ୍କର ସମ୍ପତ୍ତି ଆଧ୍ୟାତ୍ମିକ ଅଟେ। ଶକ୍ତି ରୂପୀ ସମ୍ପତ୍ତି, ଜ୍ଞାନର ସମ୍ପତ୍ତି, ଗୁଣରୂପୀ ସମ୍ପତ୍ତି, ଶ୍ରେଷ୍ଠ ସଂକଳ୍ପର ସମ୍ପତ୍ତି ତଥା ବର୍ତ୍ତମାନର ସମୟ ରୂପୀ ସମ୍ପତ୍ତି। ଏହି ସମସ୍ତ ସମ୍ପତ୍ତି ଜନ୍ମ ଜନ୍ମ ପର୍ଯ୍ୟନ୍ତ ଚାଲିଥାଏ। ଏହି ଗୋଟିଏ ଜନ୍ମରେ ପ୍ରାପ୍ତ ହୋଇଥିବା ସମ୍ପତ୍ତି ହିଁ ସାଥିରେ ଯାଇଥାଏ। କାହିଁକି ନା ସର୍ବ ସମ୍ପତ୍ତିର ଦାତା ସ୍ୱୟଂ ପରମାତ୍ମା ପିତାଙ୍କ ଦ୍ୱାରା ପ୍ରାପ୍ତ ହେଉଛି। ତେଣୁ ଆମର ସମ୍ପତ୍ତି ଅବିନାଶୀ ଅଟେ। ଏହି ନିଶା ଅଛି ତ?
ଏହିଭଳି ଆଧ୍ୟାତ୍ମିକ ସମ୍ପତ୍ତିକୁ ପ୍ରାପ୍ତ କରିବା ପାଇଁ ହିଁ ତୁମେ ସହଜ ଯୋଗୀ ହୋଇଛ ଏବଂ ଯୋଗର ଶକ୍ତି ଦ୍ୱାରା ହିଁ ସମ୍ପତ୍ତି ଗୁଡ଼ିକୁ ଜମା କରୁଛ। ବର୍ତ୍ତମାନ ମଧ୍ୟ ଏହିସବୁ ସମ୍ପତ୍ତି ଗୁଡ଼ିକରେ ସମ୍ପନ୍ନ ଚିନ୍ତାମୁକ୍ତ ସମ୍ରାଟ ଅଟ। କ'ଣ ତୁମର କିଛି ଚିନ୍ତା ଅଛି କି? ଅଛି ଚିନ୍ତା? କାହିଁକି ନା ଏହା ଏଭଳି ସମ୍ପତ୍ତି ଯାହାକୁ ଚୋର ଲୁଟି ପାରିବ ନାହିଁ, କି ରାଜା ଅର୍ଥାତ୍ ସରକାର ନେଇପାରିବେ ନାହିଁ, କି ପାଣିରେ ବୁଡ଼ି ପାରିବ ନାହିଁ। ସେଥିପାଇଁ ତୁମେମାନେ ଚିନ୍ତାମୁକ୍ତ ସମ୍ରାଟ ଅଟ। ତେଣୁ ଏହି ସମ୍ପତ୍ତି ଗୁଡ଼ିକ ସର୍ବଦା ସ୍ମୃତିରେ ରହୁଛି ତ? ଏବଂ ତୁମମାନଙ୍କର ଯୋଗ ମଧ୍ୟ ସହଜ କାହିଁକି ଅଟେ? କାହିଁକି ନା ସବୁଠାରୁ ଅଧିକ ମନେ ପଡ଼ିବାର ଗୋଟିଏ ଆଧାର ହେଲା ସମ୍ବନ୍ଧ, ଆଉ ଗୋଟିଏ ହେଲା ପ୍ରାପ୍ତି। ସମ୍ବନ୍ଧ ଯେତିକି ପ୍ରିୟ ହୋଇଥାଏ, ସ୍ମୃତି ମଧ୍ୟ ସେତିକି ସ୍ୱତଃ ହିଁ ଆସିଥାଏ। କାହିଁକି ନା ସମ୍ବନ୍ଧ ଭିତରେ ସ୍ନେହ ଥାଏ ଏବଂ ଯେଉଁଠି ସ୍ନେହ ଥାଏ ସେଠାରେ ସ୍ନେହୀ ଆତ୍ମାକୁ ମନେ ପକାଇବା ପାଇଁ କଷ୍ଟ ଲାଗିନଥାଏ, କିନ୍ତୁ ଭୁଲିବା କଷ୍ଟକର ହୋଇଥାଏ। ତେଣୁ ବାବା ତୁମମାନଙ୍କୁ ସର୍ବ ସମ୍ବନ୍ଧର ଆଧାର କରିଦେଇଛନ୍ତି। ତେଣୁ ସମସ୍ତେ ନିଜକୁ ସହଜ ଯୋଗୀ ଅନୁଭବ କରୁଛ ତ? ନା ମୁସ୍କିଲ ଯୋଗୀ ଅଟ? ସହଜ ତ? ନା କେବେ ସହଜ କେବେ ମୁସ୍କିଲ? ଯେତେବେଳେ ବାବାଙ୍କୁ ସମ୍ବନ୍ଧ ଏବଂ ସ୍ନେହର ସହିତ ମନେ ପକାଉଛ, ସେତେବେଳେ ମନେ ପକାଇବା ପାଇଁ କଷ୍ଟ ଲାଗୁନାହିଁ। ତେଣୁ ପ୍ରାପ୍ତି ଗୁଡ଼ିକୁ ମଧ୍ୟ ମନେ ପକାଅ। ସର୍ବପ୍ରାପ୍ତିର ଦାତା ତୁମମାନଙ୍କୁ ସର୍ବପ୍ରାପ୍ତି କରାଇ ଦେଇଛନ୍ତି। ତେଣୁ ତୁମେମାନେ ନିଜକୁ ସର୍ବ ସମ୍ପତ୍ତିରେ ସମ୍ପନ୍ନ ଅନୁଭବ କରୁଛ ତ? ତେବେ ସମ୍ପତ୍ତି ଗୁଡ଼ିକୁ ଜମା କରିବାର ସହଜ ବିଧି ମଧ୍ୟ ବାପ ଦାଦା ଶୁଣାଇ ଦେଇଛନ୍ତି। ତେଣୁ ଯାହା ବି ସବୁ ଅବିନାଶୀ ସମ୍ପତ୍ତି ଗୁଡ଼ିକ ରହିଛି, ସେଗୁଡ଼ିକୁ ପ୍ରାପ୍ତ କରିବାର ବିଧି ହେଲା ବିନ୍ଦୁ। ଯେପରି ବିନାଶୀ ସମ୍ପତ୍ତିରେ ଅର୍ଥାତ୍ ସଂଖ୍ୟାରେ ଯେତେ ବିନ୍ଦୁ ଲଗାଇ ଚାଲିଥିବ, ତାହା ସେତେ ବଡ଼ ସଂଖ୍ୟା ହେଉଥିବ। ସେହିଭଳି ଅବିନାଶୀ ସମ୍ପତ୍ତିକୁ ଜମା କରିବାର ବିଧି ହେଉଛି ବିନ୍ଦୁ ଲଗାଇବା। ବିନ୍ଦୁ ମଧ୍ୟ ତିନୋଟି ରହିଛି। ଗୋଟିଏ ହେଲା ମୁଁ ଆତ୍ମା ବିନ୍ଦୁ, ବାବା ମଧ୍ୟ ବିନ୍ଦୁ, ଏବଂ ଡ୍ରାମାରେ ଯାହା ବି ବିତି ଯାଉଛି ତାକୁ ଫୁଲଷ୍ଟପ ଅର୍ଥାତ୍ ବିନ୍ଦୁ ଲଗାଇ ଦିଅ। ତେବେ ଏହି ବିନ୍ଦୁ ଲଗାଇବା ଜଣାଅଛି ତ? ସବୁଠାରୁ ଅଧିକ ସହଜ ମାତ୍ରା କ'ଣ ଅଟେ? ବିନ୍ଦୁ ଲଗାଇବା ଅଟେ ନା? ତେବେ ମୁଁ ଆତ୍ମା ବିନ୍ଦୁ ଅଟେ ଏବଂ ବାବା ମଧ୍ୟ ବିନ୍ଦୁ ଅଟନ୍ତି ଏବଂ ସ୍ମୃତି ଦ୍ୱାରା ସ୍ୱତଃ ହିଁ ସମ୍ପତ୍ତି ଜମା ହୋଇଥାଏ। ତେଣୁ ବିନ୍ଦୁକୁ ଗୋଟିଏ ସେକେଣ୍ଡ ଭିତରେ ମନେ ପକାଇବା ଦ୍ୱାରା କେତେ ଖୁସି ମିଳିଥାଏ। ତେବେ ଏହି ସମ୍ପତ୍ତି ଗୁଡ଼ିକ ମଧ୍ୟ ତୁମମାନଙ୍କର ଏହି ବ୍ରାହ୍ମଣ ଜୀବନର ଅଧିକାର ଅଟେ। କାହିଁକି ନା ସନ୍ତାନ ହେବା ଅର୍ଥାତ୍ ସମ୍ପତ୍ତିର ଅଧିକାରୀ ହେବା ଏବଂ ଅଧିକାର ମଧ୍ୟ ବିଶେଷ ତିନୋଟି ସମ୍ବନ୍ଧରେ ପ୍ରାପ୍ତି ହେଉଛି। ପରମାତ୍ମାକୁ ପିତା ମଧ୍ୟ କରିଛ, ଶିକ୍ଷକ ମଧ୍ୟ କରିଛ ଏବଂ ସତଗୁରୁ ମଧ୍ୟ କରିଛ। ତେଣୁ ଏହି ତିନୋଟି ଯାକ ସମ୍ବନ୍ଧ ଦ୍ୱାରା ପାଳନା ମଧ୍ୟ ମିଳିଛି। ପାଠପଢ଼ା ଦ୍ୱାରା ରୋଜଗାର କରିବାର ରାସ୍ତା ବା ମାଧ୍ୟମ ମିଳିଯାଉଛି ଏବଂ ସତଗୁରୁଙ୍କ ଦ୍ୱାରା ବରଦାନ ପ୍ରାପ୍ତ ହେଉଛି। କେତେ କେତେ ସହଜରେ ବରଦାନ ମିଳିଯାଉଛି। କାହିଁକି ନା ପୁତ୍ରର ଜନ୍ମସିଦ୍ଧ ଅଧିକାର ହେଉଛି ପିତାଙ୍କର ବରଦାନ ପ୍ରାପ୍ତ କରିବା। ତେବେ ବାପ ଦାଦା ପ୍ରତ୍ୟେକ ସନ୍ତାନର ଜମାର ଖାତାକୁ ଚେକ୍ କରୁଛନ୍ତି। ତୁମେମାନେ ମଧ୍ୟ ନିଜର ସବୁ ସମୟର ଜମାର ଖାତାକୁ ଚେକ୍ କର। ଦେଖ ଜମା ହେଲା କି ନାହିଁ। ତେବେ ଏହାକୁ ଚେକ୍ କରିବାର ବିଧି ହେଲା, ଯାହା ବି କର୍ମ କରୁଛ ସେହି କର୍ମରେ ନିଜେ ମଧ୍ୟ ସନ୍ତୁଷ୍ଟ ଏବଂ ଯାହାଙ୍କ ସହିତ କର୍ମ କରିଲ ସେ ମଧ୍ୟ ସନ୍ତୁଷ୍ଟ ହେଉଥିବ। ଯଦି ଦୁଇ ଜଣ ଯାକ ସନ୍ତୁଷ୍ଟ, ତେବେ ଜାଣ କର୍ମର ଖାତା ଜମା ହୋଇଛି। ଯଦି ଉଭୟଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ଅସନ୍ତୁଷ୍ଟ ଅଟେ, ତେବେ କର୍ମର ଖାତା ଜମା ହେଲା ନାହିଁ। ତେବେ ବାପ ଦାଦା ସବୁ ପିଲାଙ୍କୁ ସମୟର ସୂଚନା ମଧ୍ୟ ଦେଇ ଚାଲିଛନ୍ତି। ବର୍ତ୍ତମାନ ସଙ୍ଗମର ସମୟ ସାରା କଳ୍ପ ଭିତରେ ଶ୍ରେଷ୍ଠରୁ ଶ୍ରେଷ୍ଠ ସମୟ ଅଟେ।
କାହିଁକି ନା ଏହି ସଙ୍ଗମ ହିଁ ଶ୍ରେଷ୍ଠ କର୍ମର ବୀଜ ବପନ କରିବାର ସମୟ ଅଟେ। ପ୍ରତ୍ୟକ୍ଷ ଫଳପ୍ରାପ୍ତ କରିବାର ମଧ୍ୟ ସମୟ ଅଟେ। ଏହି ସଙ୍ଗମ ଯୁଗର ଗୋଟିଏ ଗୋଟିଏ ସେକେଣ୍ଡ ଶ୍ରେଷ୍ଠରୁ ଶ୍ରେଷ୍ଠ ଅଟେ। ତେବେ ସମସ୍ତେ ଗୋଟିଏ ସେକେଣ୍ଡରେ ଅଶରୀରୀ ସ୍ଥିତିରେ ସ୍ଥିତ ହୋଇପାରିବ? ବାପଦାଦା ଏହାର ଏକ ସହଜ ବିଧି ମଧ୍ୟ ଶୁଣାଉଛନ୍ତି ଯେ ନିରନ୍ତର ଯୋଗୀ ହେବା ପାଇଁ ଗୋଟିଏ ବିଧି ଆପଣାଅ। ତାହା ହେଲା ସାରାଦିନ ଭିତରେ ସମସ୍ତେ ଦୁଇଟି ଶବ୍ଦ ଅନେକ ଥର ବ୍ୟବହାର କରୁଛ। ସେହି ଦୁଇଟି ଶବ୍ଦ ହେଲା ମୁଁ ଏବଂ ମୋର। ତେଣୁ ଯେତେବେଳେ ମୁଁ ଶବ୍ଦ କହୁଛ, ବାବା ତ ତୁମମାନଙ୍କୁ ପରିଚୟ ଦେଇଛନ୍ତି ଯେ ମୁଁ ଆତ୍ମା ଅଟେ। ତେଣୁ ଯେତେବେଳେ ବି ମୁଁ ଶବ୍ଦ କହୁଛ, ଭାବ ଯେ ମୁଁ ଆତ୍ମା ଅଟେ। କେବଳ ମୁଁ ଶବ୍ଦ ଭାବ ନାହିଁ, ମୁଁ ଆତ୍ମା ଅଟେ। ଏହାକୁ ତା ସହିତ ଭାବ, କାହିଁକି ନା ତୁମେ ତ ଜାଣିଛ ନା ଯେ ମୁଁ ଏକ ଶ୍ରେଷ୍ଠ ଆତ୍ମା ଅଟେ ଏବଂ ପରମାତ୍ମାଙ୍କର ପାଳନାରେ ପାଳିତ ହେଉଥିବା ଆତ୍ମା ଅଟେ। ପୁଣି ଯେତେବେଳେ ମୋର ଶବ୍ଦ କହୁଛ, ସେତେବେଳେ ଭାବ ମୋର କିଏ? ମେରା ବାବା ଅର୍ଥାତ୍ ପରମାତ୍ମା ପିତା। ତେଣୁ ଯେତେବେଳେ ବି ମୁଁ ଏବଂ ମୋର ଶବ୍ଦ କହୁଛ, ସେଥିରେ ମୁଁ ସହିତ ଆତ୍ମା ଏବଂ ମୋର ସହିତ ବାବା ଶବ୍ଦକୁ ମିଶାଇ କୁହ, ମୁଁ ଆତ୍ମା ଏବଂ ମୋର ବାବା। ତେବେ ବାବାଙ୍କ ପ୍ରତି ଯେତେ ଯେତେ ମୋର ପଣିଆ ଆଣିବ, ସେତେ ସେତେ ମନେ ପକାଇବା ସହଜ ହୋଇ ଚାଲିବ। କାହିଁକି ନା ମୋରକୁ କେବେ ଭୁଲି ହୁଏ ନାହିଁ। ସାରାଦିନ ଭିତରେ ଦେଖ, ମୋର ଶବ୍ଦ ହିଁ ବହୁତ ମନେ ପଡ଼ୁଛି। ତେଣୁ ଏହି ବିଧି ଦ୍ୱାରା ସହଜରେ ନିରନ୍ତର ଯୋଗୀ ହୋଇପାରିବ। ବାପ ଦାଦା ତ ସବୁ ପିଲାଙ୍କୁ ସୋମାନର ଆସନ ଉପରେ ବସାଇଛନ୍ତି। ତେଣୁ ଏହି ସୋମାନ ଗୁଡ଼ିକର ତାଲିକାକୁ ଯଦି ସ୍ମୃତିରେ ଆଣିବ, ତେବେ ତାହା କେତେ ଲମ୍ବା ଅଟେ। କାହିଁକି ନା ଯଦି ସୋମାନରେ ସ୍ଥିତ ରହିବ, ତେବେ ଦେହ ଅଭିମାନ ଆସିପାରିବ ନାହିଁ। ହୁଏତ ଦେହ ଅଭିମାନ ରହିବ, ନଚେତ ସୋମାନ ରହିବ। ସୋମାନର ଅର୍ଥ ହେଲା, ସୋ ଅର୍ଥାତ୍ ଆତ୍ମାର ଶ୍ରେଷ୍ଠ ସ୍ମୃତିର ସ୍ଥାନ। ତେଣୁ ସମସ୍ତେ ନିଜ ନିଜର ସୋମାନରେ ସ୍ଥିତ ଅଛ ତ? ତେବେ ଯେତିକି ଯେତିକି ସୋମାନରେ ସ୍ଥିତ ରହୁଥିବ, ସେତିକି ଅନ୍ୟମାନଙ୍କୁ ସମ୍ମାନ ଦେବା ମଧ୍ୟ ଆପେ ଆପେ ହୋଇଯିବ। ତେଣୁ ସୋମାନରେ ସ୍ଥିତ ରହିବା କେତେ ସହଜ ଅଟେ। ତେବେ ସମସ୍ତେ ସବୁବେଳେ ଖୁସିବାସିଆ ସ୍ଥିତିରେ ରହୁଛ ତ? କାହିଁକି ନା ନିଜେ ଖୁସିବାସିଆ ସ୍ଥିତିରେ ରହୁଥିବା ଆତ୍ମା ଅନ୍ୟମାନଙ୍କୁ ମଧ୍ୟ ଖୁସିବାସିଆ କରିଦେଇଥାଏ। ତେଣୁ ବାପ ଦାଦା ସବୁବେଳେ କହୁଛନ୍ତି ଯେ ସାରା ଦିନ ଭିତରେ ଖୁସିକୁ କେବେ ବି ଯିବାକୁ ଦିଅ ନାହିଁ। କାହିଁକି ଜାଣିଛ? କାହିଁକି ନା ଖୁସି ଏଭଳି ଜିନିଷ, ଯାହାକି ଖୁସି ଭିତରେ ସ୍ୱାସ୍ଥ୍ୟ ମଧ୍ୟ ଅଛି, ସମ୍ପତ୍ତି ମଧ୍ୟ ଅଛି ଏବଂ ସୁଖ ମଧ୍ୟ ଅଛି। ଯଦି ଖୁସି ନାହିଁ, ତେବେ ଜୀବନ ନିରସ ଲାଗିଥାଏ। ଖୁସି ପାଇଁ ହିଁ ଗାୟନ ରହିଛି, ଖୁସି ଭଳି କୌଣସି ସମ୍ପତ୍ତି ନାହିଁ। ଯେତେ ବି ଧନ ସମ୍ପତ୍ତି ଥାଉ, ଯଦି ଖୁସି ନାହିଁ, ତେବେ ସମ୍ପତ୍ତିରୁ ମଧ୍ୟ ପ୍ରାପ୍ତି କରିପାରିବ ନାହିଁ। ସେହି ଖୁସି ପାଇଁ ହିଁ କୁହାଯାଉଛି, ଖୁସି ଭଳି ଭୋଜନ ନାହିଁ। ତେଣୁ ସମ୍ପତ୍ତି ମଧ୍ୟ ଖୁସି, ସ୍ୱାସ୍ଥ୍ୟ ମଧ୍ୟ ଖୁସି ଏବଂ ମନ ଖୁସି ଥିଲେ ଜୀବନ ମଧ୍ୟ ଖୁସି। ତେଣୁ ଖୁସି ଭିତରେ ହିଁ ତିନୋଟି ଯାକ ଅନ୍ତର୍ନିହିତ ଅଟେ। ଏବଂ ବାବା ମଧ୍ୟ ତୁମମାନଙ୍କୁ ଅବିନାଶୀ ଖୁସିର ସମ୍ପତ୍ତି ଦେଇଛନ୍ତି। ତେଣୁ ପିତାଙ୍କର ସମ୍ପତ୍ତିକୁ କେବେ ମଧ୍ୟ ବି ହରାଇବ ନାହିଁ। କେବେ ସମସ୍ତେ ଖୁସିରେ ରହୁଛ ତ? ଯେହେତୁ ବାପ ଦାଦା ତୁମମାନଙ୍କୁ ହୋମୱାର୍କ ଦେଇଦେଲେ, ନିଜେ ଖୁସିରେ ରହିବ ଏବଂ ଅନ୍ୟମାନଙ୍କୁ ଖୁସି ବାଣ୍ଟିବ। କାହିଁକି ନା ଖୁସି ଏଭଳି ଜିନିଷ, ଯାହାକି ଯେତେ ବାଣ୍ଟୁଥିବ ସେତେ ବଢ଼ୁଥିବ। ଅନୁଭବ କରି ଦେଖିଛ ନା? କରିଛ ନା ଅନୁଭବ? ଯଦି କାହାକୁ ଖୁସି ବାଣ୍ଟିବ, ତେବେ ବାଣ୍ଟିବା ପୂର୍ବରୁ ତୁମ ଭିତରେ ଖୁସି ବଢ଼ିଯିବ। ଅନ୍ୟକୁ ଖୁସି କରିବା ପୂର୍ବରୁ ପ୍ରଥମେ ନିଜେ ଖୁସି ହୋଇଯିବ। ତେଣୁ ସମସ୍ତେ ଏହି ହୋମୱାର୍କ ଅର୍ଥାତ୍ ଘରେ କରିବା ପାଇଁ ପାଠପଢ଼ା କରିଛ ତ? ଯେଉଁମାନେ କରିଛ, ସେମାନେ ହାତ ଉଠାଅ।
ଯେଉଁମାନେ କରିଛ ସେମାନେ ହାତ ଉଠାଅ। ଯେଉଁମାନେ କରିଛ ମୋତେ ଖୁସିରେ ରହିବାକୁ ହେବ। କାରଣ ନୁହେଁ, ନିବାରଣ କରିବାକୁ ହିଁ ହେବ। ସମାଧାନ ସ୍ୱରୂପ ହେବାକୁ ହିଁ ପଡ଼ିବ। ସେମାନେ ହାତ ଉଠାଅ। ଏବେ ଆଉ କହିବ ନାହିଁ ତ ଏମିତି ହେଲା ସେମିତି ହେଲା। ବାପ ଦାଦାଙ୍କ ପାଖରେ କେତେକ ପିଲା ସେମାନଙ୍କର ହୋମୱାର୍କର ଫଳାଫଳ ଲେଖି ପଠାଇଛନ୍ତି। ଆମେ କେତେ ପ୍ରତିଶତ ଓକେ ରହିଛୁ। ଯଦି ଲକ୍ଷ୍ୟ ରଖିବ ତେବେ ଲକ୍ଷ୍ୟ ଆଧାରରେ ଲକ୍ଷଣ ମଧ୍ୟ ସ୍ୱତଃ ହିଁ ଆସିବ। ଆଚ୍ଛା, ଡବଲ ବିଦେଶୀ। ବିଦେଶୀମାନେ ନିଜର ବାସ୍ତବିକ ବିଦେଶକୁ ତ ଭୁଲି ନଥିବେ ନା? ତୁମେମାନେ ପ୍ରକୃତରେ କେଉଁ ଦେଶର ଅଟ ତାହା ତ ମନେ ରହୁଛି ନା? ସେଥିପାଇଁ ସମସ୍ତେ ତୁମକୁ ଡବଲ ବିଦେଶୀ କହୁଛନ୍ତି। କେବଳ ବିଦେଶୀ ନୁହେଁ, ଡବଲ ବିଦେଶୀ। ତେଣୁ ତୁମେମାନେ ନିଜର ମିଠା ଘରକୁ କେବେ ବି ଭୁଲୁ ନଥିବ। ତେବେ ତୁମେମାନେ କେଉଁଠି ରହୁଛ? ବାପ ଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ଅଟନା? ବାପ ଦାଦା କହୁଛନ୍ତି, ଯେତେବେଳେ କୌଣସି ବି ଛୋଟ ମୋଟ ସମସ୍ୟା ଆସୁଛି ତାହା ସମସ୍ୟା ନୁହେଁ, ବରଂ ଆଗକୁ ବଢ଼ାଇବାର ପରୀକ୍ଷା ଅଟେ। ତେଣୁ ବାପ ଦାଦାଙ୍କର ହୃଦୟ ସିଂହାସନ ଉପରେ ତ ତୁମର ଅଧିକାର ରହିଛି। ତେଣୁ ତୁମେ ଯଦି ହୃଦୟ ସିଂହାସନର ଅଧିକାରୀ ହୋଇଯିବ ତେବେ ସବୁ ସମସ୍ୟା ଖେଳନା ଭଳି ହୋଇଯିବ। ତାକୁ ଦେଖି ଭୟ କରିବ ନାହିଁ, ତା ସହିତ ଖେଳିବ। ଭାବିବ ଏହା ତ ଖେଳନା ଅଟେ। ତେବେ ସମସ୍ତେ ତ ଉଡ଼ିବା କଳାବାଲା ଅଟ ନା? କ'ଣ ଉଡ଼ିବା ବାଲା ଅଟ ତ ନା ଚାଲିବା ବାଲା ଅଟ? ଯେଉଁମାନେ ଉଡ଼ିବା ବାଲା ଅଟ ସେମାନେ ହାତ ଉଠାଅ। କ'ଣ ଉଡ଼ିବା ବାଲା ତ? ଏଥିରେ ଅଧା ଅଧା ହାତ ଉଠାଇଛନ୍ତି। ଉଡ଼ିବା ବାଲା ଅଟ ତ? ଆଚ୍ଛା, କେବେ କେବେ ଉଡ଼ିବା ଛାଡ଼ି ଦେଉଛ କି? ଚାଲୁଛି ତ? ନା, କେହି କେହି ବାପ ଦାଦାଙ୍କୁ କହୁଛନ୍ତି, ବାବା ମୁଁ ବହୁତ ଭଲରେ ଚାଲୁଛି। ତେଣୁ ବାପ ଦାଦା ପଚାରୁଛନ୍ତି, ଚାଲୁଛ ନା ଉଡ଼ୁଛ? ଏବେ ଆଉ ଚାଲିବାର ସମୟ ନାହିଁ, ଏବେ ତ ଉଡ଼ିବାର ସମୟ। ଉମଙ୍ଗ, ଉତ୍ସାହର ଏବଂ ସାହସର ଡେଣା ତ ସମସ୍ତଙ୍କୁ ମିଳିଯାଇଛି। ତେଣୁ ଡେଣା ଦ୍ୱାରା ଉଡ଼ିବା ହୋଇଥାଏ। ସେଥିପାଇଁ ପ୍ରତିଦିନ ଏହି କଥା ଚେକ୍ କର ଯେ ମୁଁ ଉଡ଼ିବାର କଳାରେ ଉଡ଼ୁଛି ତ? ବହୁତ ଭଲ କଥା। ତେବେ ଫଳାଫଳ ରୂପରେ ବାପ ଦାଦା ଦେଖୁଛନ୍ତି ଯେ ବିଦେଶରେ ମଧ୍ୟ ସେବା କେନ୍ଦ୍ର ବଢ଼ି ଚାଲିଛି ଏବଂ ଆହୁରି ମଧ୍ୟ ବଢ଼ିବ। ତେଣୁ ତୁମେମାନେ ଯେପରି ଡବଲ ବିଦେଶୀ ଅଟ, ସେହିପରି ସଂକଳ୍ପ ଦ୍ୱାରା ଏବଂ ବାଣୀ ଦ୍ୱାରା ଡବଲ ସେବା କରିଚାଲ। ନିଜର ମାନସିକ ଶକ୍ତି ଦ୍ୱାରା ଆତ୍ମାମାନଙ୍କର ଆତ୍ମିକ ମନୋବୃତ୍ତି ନିର୍ମାଣ କର। ଆତ୍ମିକ ବାତାବରଣ ସୃଷ୍ଟି କର। ଏବେ ତ ଦୁନିଆରେ ଦୁଃଖ ଅଶାନ୍ତି ବଢ଼ି ବଢ଼ି ଚାଲିଛି। ତାକୁ ଦେଖି ତୁମକୁ କ'ଣ ଦୟା ଲାଗୁନାହିଁ? ତୁମମାନଙ୍କର ଜଡ଼ଚିତ୍ର ସମ୍ମୁଖରେ ଦୟାକର, କୃପାକର କହି ଚିତ୍କାର କରୁଛନ୍ତି ନା? ତେଣୁ ଏବେ ଦୟାଳୁ କୃପାଳୁ ହୁଅ। ନିଜ ଉପରେ ମଧ୍ୟ ଦୟା କର ଏବଂ ଅନ୍ୟ ଆତ୍ମାମାନଙ୍କ ଉପରେ ମଧ୍ୟ ଦୟା କର। ବହୁତ ଭଲ କଥା, ଯାହାକି ଏମାନେ ସବୁ ସିଜିନରେ ସବୁ ପାଳିରେ ଆସିଯାଉଛନ୍ତି। ଏହାଦ୍ୱାରା ସମସ୍ତେ ଖୁସି ହେଉଛନ୍ତି। ତେଣୁ ନିଜେ ଉଡ଼ି ଚାଲ ଏବଂ ଅନ୍ୟମାନଙ୍କୁ ମଧ୍ୟ ଉଡ଼ାଇ ଚାଲ। ବହୁତ ଭଲ। ଫଳାଫଳ ରୂପରେ ଦେଖିବାକୁ ମିଳୁଛି ଯେ ଏବେ ନିଜକୁ ପରିବର୍ତ୍ତନ କରିବାରେ ମଧ୍ୟ ତୀବ୍ର ଗତିରେ ଆଗକୁ ବଢ଼ୁଛନ୍ତି। ତେବେ ସ୍ୱର ପରିବର୍ତ୍ତନର ଗତି ବିଶ୍ୱର ପରିବର୍ତ୍ତନର ଗତିକୁ ବୃଦ୍ଧି କରିଥାଏ। ଆଚ୍ଛା, ଯେଉଁମାନେ ପ୍ରଥମ ଥର ପାଇଁ ଆସିଛ ସେମାନେ ଉଠ। ତୁମ ସମସ୍ତଙ୍କୁ ବ୍ରାହ୍ମଣ ଜନ୍ମର ଅଭିନନ୍ଦନ। ଭଲ ଭଲ ମିଠେଇ ତ ମିଳିବ, କିନ୍ତୁ ବାପ ଦାଦା ତୁମମାନଙ୍କୁ ଦିଲଖୁସ ମିଠେଇ ଖୁଆଉଛନ୍ତି। ପ୍ରଥମ ଥର ପାଇଁ ମଧୁବନକୁ ଆସିବାର ଏହି ଦିଲଖୁସ ମିଠେଇକୁ ସବୁଦିନ ପାଇଁ ମନେ ରଖିଥିବ। ଖାଇବାର ମିଠେଇକୁ ତ ପାଟିରେ ରଖିବା ମାତ୍ରକେ ସରିଯିବ, କିନ୍ତୁ ଦିଲଖୁସ ମିଠେଇ ସବୁଦିନ ପାଇଁ ସାଥିରେ ରହିବ। ଆସିଛ, ଭଲ କରିଛ। ବାପ ଦାଦା ଦେଶ ବିଦେଶର ଏବଂ ସାରା ପରିବାର ତୁମମାନଙ୍କୁ ଦେଖି ବହୁତ ଖୁସି ହେଉଛନ୍ତି। ସମସ୍ତେ ତୁମକୁ ଦେଖୁଛନ୍ତି। ଆମେରିକା ମଧ୍ୟ ଦେଖୁଛି, ଆଫ୍ରିକା ମଧ୍ୟ ଦେଖୁଛି, ରୁଷିଆ ବାଲା ମଧ୍ୟ ଦେଖୁଛନ୍ତି।
ଲଣ୍ଡନବାଲା ମଧ୍ୟ ଦେଖୁଛନ୍ତି। 5ଟି ଯାକ ମହାଦ୍ୱୀପର ପିଲାମାନେ ତୁମକୁ ଦେଖୁଛନ୍ତି। ତେଣୁ ସେଠାରେ ବସିଥିଲେ ମଧ୍ୟ ସମସ୍ତେ ତୁମମାନଙ୍କୁ ଜନ୍ମଦିନର ଅଭିନନ୍ଦନ ଦେଉଛନ୍ତି। ଆଚ୍ଛା, ବାପ ଦାଦାଙ୍କର ଆତ୍ମିକ ଡ୍ରିଲ୍ ମନେ ଅଛି ତ? ଏବେ ବାପ ଦାଦା ସବୁ ପିଲାମାନଙ୍କ ଠାରୁ ଚାହେଁ ନୂଆ ହୋଇଥାନ୍ତୁ ଚାହେଁ ପୁରୁଣା ହୋଇଥାନ୍ତୁ, ଛୋଟ ହୋଇଥାନ୍ତୁ କି ବଡ଼ ହୋଇଥାନ୍ତୁ, ବରଂ ଛୋଟମାନେ ଆହୁରି ଶୀଘ୍ର ବାବାଙ୍କ ସମାନ ହୋଇପାରିବେ। ତେଣୁ ବାପ ଦାଦା ସମସ୍ତଙ୍କ ଠାରୁ ଏହି କଥା ଆଶା ରଖୁଛନ୍ତି ଯେ ଏବେ ଗୋଟିଏ ସେକେଣ୍ଡ ଭିତରେ ମନକୁ ଯେଉଁଠି ବି ଲଗାଇବାକୁ ଚାହିଁବ ସେଠାରେ ମନ ଏକାଗ୍ର ହୋଇଯାଉଥିବ। ଏହିଭଳି ଏକାଗ୍ରତାର ଡ୍ରିଲ୍ ସବୁ ସମୟରେ କରି ଚାଲିଥାଅ। ଏବେ ଗୋଟିଏ ସେକେଣ୍ଡ ଭିତରେ ମନର ମାଲିକ ହୋଇ ମୁଁ ଏବଂ ମୋର ବାବା ସଂସାର ଅଟନ୍ତି, ଦ୍ୱିତୀୟ କେହି ବି ନୁହେଁ। ଏହିଭଳି ଏକାଗ୍ରତାର ସ୍ମୃତିରେ ସ୍ଥିତ ହୋଇଯାଅ। ଆଚ୍ଛା, ଚାରିଆଡ଼ର ସମସ୍ତ ତୀବ୍ର ପୁରୁଷାର୍ଥୀ ପିଲାମାନଙ୍କୁ ସର୍ବଦା ଉମଙ୍ଗ ଉତ୍ସାହର ଡେଣା ଦ୍ୱାରା ଉଡ଼ିବା କଳାର ଅନୁଭବୀ ମୂରତ ପିଲାମାନଙ୍କୁ, ସର୍ବଦା ନିଜର ସୌମାନର ଆସନ ଉପରେ ସ୍ଥିତ ରହୁଥିବା ପିଲାମାନଙ୍କୁ, ସର୍ବଦା ଦୟାଶୀଳ ହୋଇ ବିଶ୍ୱର ଆତ୍ମାମାନଙ୍କୁ ମାନସିକ ଶକ୍ତି ଦ୍ୱାରା କିଛି ନା କିଛି ସୁଖ ଶାନ୍ତିର ଆଞ୍ଜୁଳି ଦେଉଥିବା ଦୟାଳୁ କୃପାଳୁ ଅଧିକାରୀ ପିଲାମାନଙ୍କୁ, ସର୍ବଦା ବାବାଙ୍କର ସ୍ନେହରେ ସମାହିତ ହୋଇଥିବା ହୃଦୟ ସିଂହାସନ ଅଧିକାରୀ ପିଲାମାନଙ୍କୁ ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ସୁପ୍ରଭାତ। ସମସ୍ତେ ବହୁତ 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 ଖୁସି ଅଛନ୍ତି। କ'ଣ ଖୁସି ଅଛ ତ? କେତେ ଅଧିକ ଖୁସି ଅଛ? ତେବେ ସର୍ବଦା ଏହିଭଳି ଖୁସିରେ ରହିବ। ଯାହା ବି ହେଉଛି ହେଉ, କିନ୍ତୁ ଏବେ ତୁମକୁ ଖୁସିରେ ରହିବାକୁ ହିଁ ହେବ। ମୋତେ ଉଡ଼ିବାର ଅଛି, କେହି ମୋତେ ତଳକୁ ଆଣିପାରିବେ ନାହିଁ। କ'ଣ ଏହା ପକ୍କା ତ? ଦୃଢ଼ ପ୍ରତିଜ୍ଞା କରୁଛ ତ? କେତେ ଦୃଢ଼ ପ୍ରତିଜ୍ଞା କରୁଛ? ବାସ୍, କେବଳ ଖୁସିରେ ରୁହ ଏବଂ ସମସ୍ତଙ୍କୁ ଖୁସି ଦିଅ। ଯଦି କୌଣସି କଥା ଭଲ ଲାଗୁନାହିଁ ତେବେ ବି ଖୁସିକୁ ଛାଡ଼ ନାହିଁ। କଥାକୁ ଚଳେଇ ନିଅ, କିନ୍ତୁ ଖୁସିକୁ ଯିବାକୁ ଦିଅ ନାହିଁ। କାହିଁକି ନା କଥା ତ ନିଶ୍ଚିତ ଚାଲିଯିବ, କିନ୍ତୁ ଖୁସି ତ ସାଥିରେ ଯିବ ନା। ତେଣୁ ଯିଏ ସାଥିରେ ଯିବ ତାକୁ ଛାଡ଼ି ଦେଉଛ ଏବଂ ଯିଏ ଚାଲିଯିବ ତାକୁ ପାଖରେ ରଖୁଛ। ଏଭଳି କର ନାହିଁ। ପ୍ରତିଦିନ ଅମୃତ ବେଳାରେ ନିଜେ ନିଜକୁ ଖୁସି ରୂପକ ଭୋଜନ ଖୁଆଅ। ଆଚ୍ଛା, ଆଜିର ବରଦାନ। ମଧୁର ଶାନ୍ତିର ଲଭ୍ଲିନି ସ୍ଥିତି ଦ୍ୱାରା ନଷ୍ଟ ମହା ସମର୍ଥ ସ୍ୱରୂପ ଭବ। ମଧୁର ଶାନ୍ତିର ଲଭ୍ଲିନି ସ୍ଥିତି ଦ୍ୱାରା ନଷ୍ଟ ମହା ସମର୍ଥ ସ୍ୱରୂପ ଭବ। ଡିଟେଲ୍ସ: ଦେହ, ଦେହର ସମ୍ବନ୍ଧ, ଦେହର ସଂସ୍କାର, ବ୍ୟକ୍ତି ବା ବୈଭବ, ବାୟୁମଣ୍ଡଳ, ଭାଇବ୍ରେସନ ସବୁକିଛି ଥିଲେ ମଧ୍ୟ ସେଗୁଡ଼ିକ ନିଜ ଆଡ଼କୁ ଆକର୍ଷିତ ନ କରୁ। ଲୋକମାନେ ଚିତ୍କାର କରୁଥିବେ କିନ୍ତୁ ତୁମେ ଅଚଳ ସ୍ଥିତିରେ ରହୁଥିବ। ପ୍ରକୃତି ମାୟା ସବୁକିଛି ଅନ୍ତିମ ସୁଯୋଗ ନେବା ପାଇଁ ଯେତେ ବି ନିଜ ଆଡ଼କୁ ଆକର୍ଷିତ କରନ୍ତୁ, କିନ୍ତୁ ତୁମେମାନେ ସବୁଥିରୁ ନ୍ୟାରା ଏବଂ ବାବାଙ୍କର ପ୍ୟାରା ହେବାର ସ୍ଥିତିରେ ସ୍ଥିତ ରୁହ। ଏହାକୁ ହିଁ କୁହାଯାଏ ଦେଖୁଥିଲେ ମଧ୍ୟ ଦେଖୁନାହିଁ, ଶୁଣୁଥିଲେ ମଧ୍ୟ ଶୁଣୁନାହିଁ। ଏହା ହିଁ ହେଉଛି ମିଠା ଶାନ୍ତ ସ୍ୱରୂପ ଲଭ୍ଲିନି ସ୍ଥିତି। ଯେତେବେଳେ ତୁମର ସ୍ଥିତି ଏହିଭଳି ହୋଇଯିବ ତେବେ କୁହାଯିବ ନଷ୍ଟ ମହା ସମର୍ଥ ସ୍ୱରୂପ ସ୍ଥିତିବାଲା ବରଦାନୀ ଆତ୍ମା। ଆଜିର ସ୍ଲୋଗାନ: ହୋଲି ଅଂଶ ହୋଇ ଅବଗୁଣ ରୂପୀ ଗୋଡ଼ିକୁ ଛାଡ଼ି ଦିବ୍ୟ ଗୁଣ ରୂପୀ ମୋତି ଗ୍ରହଣ କରିଚାଲ। ହୋଲି ହଂସ ହୋଇ ଅବଗୁଣ ରୂପୀ ଗୋଡ଼ିକୁ ଛାଡ଼ି ଦିବ୍ୟ ଗୁଣ ରୂପୀ ମୋତି ଗ୍ରହଣ କରିଚାଲ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର। ଜ୍ୱାଳା ସ୍ୱରୂପ ହେବା ପାଇଁ ସର୍ବଦା ଏହି ଲଗନ ଲାଗି ରହୁ ଯେ ଏବେ ଘରକୁ ଫେରିବାକୁ ହେବ, ଯିବାକୁ ହେବ, ଅର୍ଥାତ୍ ଉପରାମ ସ୍ଥିତି। ଯଦି ନିଜର ନିରାକାର ଘରକୁ ଯିବାକୁ ହେବ ତେବେ ନିଜର ବେଶକୁ ମଧ୍ୟ ସେହିଭଳି କରିବାକୁ ହେବ।
ତେବେ ଯିବାକୁ ମଧ୍ୟ ହେବ ଏବଂ ସମସ୍ତଙ୍କୁ ସାଥିରେ ଘରକୁ ନେଇଯିବାକୁ ମଧ୍ୟ ହେବ। ଏହି ସ୍ମୃତି ଦ୍ୱାରା ସ୍ୱତଃ ହିଁ ସର୍ବସମ୍ବନ୍ଧ ଏବଂ ସର୍ବ ପ୍ରକୃତିର ଆକର୍ଷଣ ଠାରୁ ଉପରାମ ଅର୍ଥାତ୍ ସାକ୍ଷୀ ହୋଇଯିବ ଏବଂ ସାକ୍ଷୀ ସ୍ଥିତି ଦ୍ୱାରା ଅତି ସହଜରେ ବାବାଙ୍କର ସାଥୀ ବା ବାବାଙ୍କ ସମାନ ହୋଇଯିବ। ସୂଚନା: ଆଜି ମାସର ତୃତୀୟ ରବିବାର। ସମସ୍ତ ରାଜଯୋଗୀ ଭାଇ ଭଉଣୀମାନେ ସନ୍ଧ୍ୟା 6:30ରୁ 7:30 ପର୍ଯ୍ୟନ୍ତ ବିଶେଷ ଯୋଗାଭ୍ୟାସ ସମୟରେ ନିଜର ଆକାରୀ ଫରିସ୍ତା ସ୍ୱରୂପରେ ସ୍ଥିତ ହୋଇ ଭକ୍ତମାନଙ୍କର ଡାକରା ଶୁଣିବା ସହିତ ସେମାନଙ୍କର ଉପକାର କରିବା ହେବେ ଏବଂ ମାଷ୍ଟର ଦୟାଳୁ କୃପାଳୁ ହୋଇ ସମସ୍ତଙ୍କ ଉପରେ ଦୟାର ଦୃଷ୍ଟି ରଖିବା ସହିତ ସମସ୍ତଙ୍କୁ ମୁକ୍ତି ଜୀବନ ମୁକ୍ତିର ବରଦାନ ଦେବେ। ଓମ୍ ଶାନ୍ତି।